ଶିକ୍ଷଣ କାର୍ଯ୍ୟ 1 ତଳେ ଲେଖାଥିବା ଅନୁଚ୍ଛେଦଟିକୁ ଆସ ପଢ଼ିବା। ଆମ ଦେଶ ପରାଧୀନ ଥିଲା। ବିଦେଶୀମାନେ ଆମ ଦେଶକୁ ଶାସନ କରୁଥିଲେ। ସେମାନେ ଆମ ଉପରେ ଅନ୍ୟାୟ ଅତ୍ୟାଚାର କରୁଥିଲେ। ଶେଷରେ ଆମେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଅନୁସରଣ କରି 1947 ମସିହା ଅଗଷ୍ଟ 15 ତାରିଖରେ ସ୍ୱାଧୀନତା ଲାଭ କଲୁ ଓ ଆମର ତିରଙ୍ଗା ଧ୍ୱଜା ଉଡ଼ାଇଥିଲୁ। ଆମ ତିରଙ୍ଗା ଆଜି ଆକାଶରେ ଫରଫର ହୋଇ ଉଡ଼ୁଛି ଓ ଆମ ଦେଶର ଗୌରବର ଗାଥା କହୁଛି। ଶିକ୍ଷଣ କାର୍ଯ୍ୟ 2 ଫରଫର ପରି ଆଉ 3ଟି ଶବ୍ଦ କୋଠରୀରେ ଲେଖିବା। ଗରଗର, ସରସର, ସାଇଁ ସାଇଁ। ଶିକ୍ଷଣ କାର୍ଯ୍ୟ 3 ଶିକ୍ଷଣ କାର୍ଯ୍ୟ 2ରେ ଲେଖାଥିବା ଶବ୍ଦମାନଙ୍କୁ ନେଇ ଆସ ବାକ୍ୟ ଗଠନ କରିବା। ଗରଗର, ସେ ରାଗରେ ଗରଗର ହେଉଛି। ସରସର, ପିଲାଟି ଅଦା ସରସର ଘରକୁ ଗଲା। ସାଇଁ ସାଇଁ, ସାଇଁ ସାଇଁ ପବନ ବହୁଛି। ଶିକ୍ଷଣ କାର୍ଯ୍ୟ 4 ବିପରୀତ ଅର୍ଥବୋଧକ ଶବ୍ଦ ଲେଖିବା, ଯେପରି ସ୍ୱଦେଶୀ ବିଦେଶୀ, ସେହିପରି ଅହିଂସା ହିଂସା, ଅନ୍ୟାୟ ନ୍ୟାୟ, ସ୍ୱାଧୀନ ପରାଧୀନ, ନୀତି ଅନୀତି। ଶିକ୍ଷଣ କାର୍ଯ୍ୟ 5 ଯେପରି ଜାତିରୁ ଜାତୀୟ ହୋଇଛି ସେହିପରି ତଳେ ଦିଆଯାଇଥିବା ଶବ୍ଦମାନଙ୍କର ନୂଆ ରୂପ ଲେଖିବା। ଦେଶ ଦେଶୀୟ, ଭାରତ ଭାରତୀୟ, ଜଳ ଜଳୀୟ, ବାଷ୍ପ ବାଷ୍ପୀୟ। ଶିକ୍ଷଣ କାର୍ଯ୍ୟ 6 ଯେପରି ସ୍ୱାଧୀନତା ଦିବସ ସେହିପରି ତୁମେ ଜାଣିଥିବା 2ଟି ଦିବସର ନାମ ଲେଖ। ଗୁରୁ ଦିବସ, ଶିଶୁ ଦିବସ।